ଠାକୁରମୁଣ୍ଡାରେ ଧାର୍ମିକ ପରିବେଶ ମଧ୍ୟରେ ପାଳିତ ହେଲା ଉଡ଼ା ପର୍ବ। ଉଡ଼ା ପର୍ବ ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ପ୍ରସିଦ୍ଧ ଆଦିବାସୀ ପର୍ବ, ଯାହା ମୁଖ୍ୟତଃ ଠାକୁରମୁଣ୍ଡା, ରାଇରଙ୍ଗପୁର, ଜାମଦା ଓ ଅନ୍ୟାନ୍ୟ ଅଞ୍ଚଳରେ ଉତ୍ସାହ ଓ ଧାର୍ମିକତା ସହିତ ପାଳନ କରାଯାଏ। ପ୍ରତିବର୍ଷ ଚୈତ୍ର ମାସରେ ଏହି ପର୍ବ ପାଳିତ ହୁଏ। ଏହି ପର୍ବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ସହ ଜଡ଼ିତ ଏକ ନିଆରା ପରମ୍ପରା ଅନୁସାରେ ଭକ୍ତମାନେ ପୂର୍ବରୁ ନିୟମିତ ଉପବାସ, ଦୈନିକ ପୂଜା ଓ ନଦୀ ସ୍ନାନ ଦ୍ୱାରା ଶୁଦ୍ଧ ହୋଇ ମହାନ ଅନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ପଣା ସଂକ୍ରାନ୍ତି ଦିନ ଗାଁ ମଝିରେ ଗଢ଼ା ହୁଏ ଏକ କାଠସ୍ତମ୍ଭ ଏବଂ ଏହି କାଠସ୍ତମ୍ଭରେ ବନ୍ଧାଯାଇ ଭକ୍ତମାନେ ଶୂନ୍ୟରେ ଉଡ଼ିବା ସହ ମାଞ୍ଜା, ଫୁଲ, ଗୁଡ଼ ଲଡୁ ଆଦି ଫିଙ୍ଗନ୍ତି। ଏହି ପର୍ବ ଏକ ଧାର୍ମିକ, ଆଧ୍ୟାତ୍ମିକ ଓ ସାମୂହିକ ଏକତାର ପ୍ରତୀକ ଭାବରେ ମନାଯାଏ, ଯାହାକି ଆଦିବାସୀ ସଂସ୍କୃତି ଓ ପରମ୍ପରାର ଏକ ଅଂଶ। ଉଡ଼ା ପର୍ବର ଅନ୍ୟତମ ଆକର୍ଷଣ ହେଉଛି ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଛଉ ନୃତ୍ୟ, ଯାହାକୁ ଦେଖିବାକୁ ହଜାର ହଜାର ଦର୍ଶକଙ୍କର ସମବେତ ହୋଇଥାଏ। ବ୍ୟୁରୋ ରିପୋର୍ଟ, ଜୁହାର କମ୍ୟୁନିଟି ଟିଭି।